କେତେବେଳେ ଯାଇଛୁ ଧନ ଏମିତି ବିପ ଲାଗୁଛି କହିଲେ ନା ସରେ ପୁଣି ଶୋଷ ମଧ୍ୟ ଲାଗୁଛି ତଣ୍ଟି ମୋର କେମିତି ହେଇଯାଉଛି କଣ୍ଟା ରୁଦ୍ଧ ହେଇଯାଉଛି କଣ କରିବି ଭୋକକୁ ପୁଣି ଶୋଷ ପୁଣି ଦେହରେ ପୁଣି ଖଇ ଫୁଟୁଛି ଜ୍ୱର ଏମିତି ହେଉଛି ଯେ କହିଲେ ନା ସରେ ତୁ ଶୀଘ୍ର ଆଧାନ ତ ମୁହଁ ଟିକେ ଦେଖିବି ନହେଲେ ମୁଁ ଚାଲିଯିବି ଆରପାରିକୁ ଆମ ବହୁଦିନ ବଞ୍ଚିବି ଧନ ଆ ବାପ ଆ ଧନ ଜଳ ବିଧାନ ହାତରେ କଣ ହେଇଛି ଧନ ନାଇଁ ମା ସେ କିଛି ନୁହଁ ମା ହାତରେ ହାତ ପଟି ଲାଗିଛି ପୁଣି କିଛି ନାହିଁ କେମିତି କହୁଛୁ ଆଉ ଏ ଝିଅଟା କିଏ ରେ ବାପା ମା ମୁଁ ତ ବୁଝିପାରୁନି ମୁଁ ସେ ପାପିନିଟିଏ ମା ଆପଣଙ୍କ ପୁଅକୁ ନ ଦେଖିକି ମୁଁ ସରଭେଦ କରିଦେଇଛି ମତେ ଆପଣ କ୍ଷମା କରିଦିଅନ୍ତୁ ମା ମତେ ଆପଣ କ୍ଷମା କରିଦିଅନ୍ତୁ ନାଇଁ ଲୋ ଉଠ ଧନ ଉଠ ଭଗବାନ ମଙ୍ଗଳ କରନ୍ତୁ ବୁଢ଼ୀଟେ ହେଇଥାନ୍ତା ନା ହେଲେ ମା ତୋର ପରିଚୟ କଣ ମୁଁ ଜାଣିପାରିବି ମୋ ପରିଚୟ ଶୁଣିବେ ହଁ ଧନ ତାହେଲେ ଶୁଣନ୍ତୁ ମୋ ପରିଚୟ ହଁ ମୁଁ ହେଉଛି ଧର୍ମନଗରୀର ରାଜା ଧର୍ମଶୋକ କଳିଆଳ ନନ୍ଦିନୀ ମୋ ନାଁ ହେଉଛି ରଞ୍ଜନା ରଞ୍ଜନା ବାଲ୍ୟ କାଳରେ ମୁଁ ମାତୃହୀନ ମା ସ୍ନେହ ମମତା କଣ କିଛି ମଧ୍ୟ ମୁଁ ଜାଣିନି ହେଲେ ହେଲେ ମୋ ପିତା ମୋ ପାଇଁ ସବୁ କିଛି ମା ମୋ ପିତା ମୋ ପାଇଁ ସବୁ କିଛି ଛାଡେ ସେ କଥା ଆରେ ମୋ ପୁଅ ବି ବାଳିକା ସମୟରୁ ତା ପିତାକୁ ହରେଇଛି ତା ସେ ବି ପିତୃହୀନ ହେଲେ ଛାଡେ ସେ କଥା ହେ ଭଗବାନ ପୁଅ ସେ ଯାହା ହଉ ସେ ଜଳରୁଦ୍ରଙ୍କ ଆଶୀର୍ବାଦରୁ ସେ ତୀରଟା ଧନ ଛାତିରେ ନ ବାଜି ହାତରେ ବାଜି ଯାଇଛି ନହେଲେ କଣ ହେଇଥାନ୍ତା ମୁଁ କିଛି ବି ବୁଝିପାରୁନି ହେଲେ ପୁଅ ମା ଗୋଟିଏ କଥା କହିବି ଶୁଣିବୁ ନା କୁହ ମା ଏ ଝିଅ ହଁ ତମେ ଦି ଜଣ ମୋ ପାଖକୁ ଆସ ଏ ପୁଅ ତୋ ହାତ ଟିକେ ଦେ ଧନ ପ୍ରଶାନ୍ତ ଆରେ ମା ଆପଣଙ୍କ ଦେହ ତାତି ଉଠୁଛି ଯେ ଆପଣ କଣ ହେଇଛି ମତେ ଜ୍ୱର ହେଉଛି ଲୋ ଏ ମା ଚାଲ ମା ଜ୍ୱର ହେଉଛି ଶୁଣ ମା ଏ ମା ଚାଲ ମା ସେ ବୈଦ ପାଖକୁ ଯିବା ନାଇଁ ମୁଁ ଯିବି ଏ କଣ କହୁଛ ମା ମତେ ଦିନ ବଞ୍ଚିବି ଯେ ସେ ବୈଦ ପାଖକୁ ଯିବି ନାଇଁ ଏଥର ଦେ ତୋ ହାତ ଟିକେ ଦେ ଏ ମା ଏଥର ଏ ମା ରଞ୍ଜନା ହଁ ମା ଏ ମୋ ନିରୀହ ପ୍ରଶାନ୍ତ ଆଜିଠାରୁ ତତେ ଲାଗିଲାନି ଧନ ଏମିତି କଣ ପାଇଁ କହୁଛ ମା ଏ ନିରୀହ ପ୍ରଶାନ୍ତର ହାତ ତୁ ଜମାରୁ ବି ଛାଡ଼ିବୁନି ହେଲେ ମା ଆପଣ ଏମିତି କଣ ପାଇଁ କହୁଛନ୍ତି ନା ଏ ପୁଅ ଏ ମାତୃହୀନ ଝିଅଟାର ହାତ ତୁ ଜମାରୁ ବି ଛାଡ଼ିବୁନି ଧନ
ଜମାରୁ ବି ଛାଡ଼ିବୁନି କାହିଁକି ନା ଦେଖ ଧନ ମୁଁ ତତେ କଥା ଦେଇଛି ଏ ତମ ବୁଢ଼ୀ ମାରା ରାଣ ତତେ ଲାଗିଲା ସେ ଝିଅର ହାତ ତୁ କେବେ ବି ଛାଡ଼ିବୁନି ନାଇଁ ଆପଣ ଏମିତି କଣ ପାଇଁ କହୁଛନ୍ତି ଯେ? ନାଇଁ ମତେ ଜମାର ଡାକର ହେଲାଣି ମୁଁ ଚାଲିଯିବି ଏ ପୁଅ ସେଥିକର ପାଇଁ ତମ ଦି ଜଣଙ୍କର କୋଳ ଟିକେ ମତେ ଦିଅ ମୁଁ ଚାଲିଯିବି ମୁଁ ଚାଲିଯିବି ନାଇଁ ମା ତମର କିଛି ହବନି ମା ମୁଁ ଅଛି ମୁଁ ଚାଲିଯିବି ଆରେ କାହିଁକି ଚାଲିଯିବି ମୁଁ ଭଗବାନ ହେ ଭଗବାନ ମା ମତେ ସହାୟତା ଏ ମା ମା ଏ ମା ମା ଏ ମା ମା
କି ଆର ବାରକୁ ଚାଲିଗଲେ। ଏ, ତମେ ଆଉ ଏମିତି ଭାଙ୍ଗି ପଡ଼ନି। ଦୂରରୁ ଦେଖିଛି ଜହ୍ନକୁ ଯେପରି ମାକୁ ଦେଖିଛି ମହି। ଦୂରରୁ ଦେଖିଛି ଜହ୍ନକୁ ଯେପରି ହାତେ ଧରି ହୁଏ ନାହିଁ। ମୋ ମା ବି ତ ଚାଲି ଯାଇଅଛି। କେମିତି ପାଇବି ମୋହି, କେମିତି ପାଇବି ମୋହି। ମଞ୍ଚସ୍ଥ ନାଟକରେ ଗୋଲାମୁଣ୍ଡାର ରଜନୀ ଭାଇ ମା ପୁଅ ଏବଂ ରଞ୍ଜନ ଭୂମିକାରେ ରଞ୍ଜନା, ହଁ ମୁଁ ତ ଏବେ ପୁରା ଏକା ହେଇଗଲି ରଞ୍ଜନା, ପୁରା ଏକା ହେଇଗଲି। କାହିଁକି ନା ଶିଶୁ ଥିବା ଅବସ୍ଥାରେ ମୋ ପିତା ଚାଲିଗଲେ। ଆଉ ଏବେ ଏବେ ମୋ ମା ମତେ ଛାଡ଼ିକି ଚାଲିଗଲେ। ମୁଁ କଣ କରିବି ରଞ୍ଜନା, ମୁଁ କଣ କରିବି? ଦେଖ, ତମେ ଆଉ ନିଜକୁ ନିଜ ଏମିତି ଏକା ମନେ କରନି। ଯାହାର କେହି ନଥାନ୍ତି ତାଙ୍କରି ପରା ସେ ଜଳ ରୁଦ୍ର ମହାଦେବ ଥାନ୍ତି। ସେ ପରା ଦେବଙ୍କର ଦେବ ମହାଦେବ। ଏଇ ଦେଖ, ଯାହା ହବାର କଥା ହେଇ ସାରିଲାଣି। ବର୍ତ୍ତମାନ ଆମେ ମାଙ୍କର ଶୁଦ୍ଧିକ୍ରିୟା କରିନେବା ଉଚିତ। ନା କଣ କହୁଛ ତମେ? ତମେ ଠିକ କହୁଛ ରଞ୍ଜନା, ମାଙ୍କ ଶୁଦ୍ଧିକ୍ରିୟା ତ ଯେମିତି ହେଲେ କରିବାକୁ ପଡ଼ିବ। ତାହେଲେ ଚାଲ ରଞ୍ଜନା, ମାଙ୍କ ଶୁଦ୍ଧିକ୍ରିୟାଟା ସାରିଦବା। ଠିକ ଅଛି ତାହେଲେ। ଦର୍ଶକ ବନ୍ଧୁ ଦେଖି ନିଅନ୍ତୁ, ନାଟକର କିଛି ଦିନ ପରେ, କିଛି ଦିନ ବିତିଗଲା ପରେ କି ପ୍ରସାଦ ଜାଣିଛ, ମୁଁ ନା ତମକୁ ଗୋଟେ କଥା କହିବି ବୋଲି ଭାବୁଛି। ହ୍ୟାଲୋ, ମଞ୍ଚସ୍ଥ ନାଟକରେ କିକିଆ ଗାଁର ଚିଚିଆ ଗାଁର କଣ କହିଲ ରଞ୍ଜନା? ଗୋଟେ କଥା କହିବ? ଆରେ କୋଉ କଥା? ହେ ଭଗବାନ, ମୁଁ ତ ପୁରା ଭୁଲି ଯାଇଥିଲି। ଦେଖ, ସେ କଥା ପରେ କହିବି। ହେଲେ ଦେଖ ନା, ତମର ହାତରେ ପଟିନା ଆମେ ଏଇ ଯାଏ ବି ଖୋଲିନୁ। ଏଇ ହାତର ପଟିଟା ବର୍ତ୍ତମାନ ଖୋଲି ଦେବା ଉଚିତ। ତାହେଲେ ଠିକ ଅଛି ରଞ୍ଜନା, ଏଇ ନିଅ, ହାତ ପଟିଟା ଖୋଲି ଦିଅ।
ए देख ना तम हाथ रे दाग टिके रहीगला मते क्षमा कर देबो ना नहीं रंजना दाग टिके तो सेटा आपे आपे लिभिजिब हेले रंजना हाँ तमे परा गोटे कथा कहबाक चाहूथिला हाँ जी से कथा मु परे कहबी हेले ए तमरी सहित मु एते दिन हैला मिलामिशा कर सारलनी हेले आज जाई मध्य मु तम परिचय पाई पारिनी तमे कोन तम परिचय मते दबनी मो परिचय सुनिबा हाँ तम परिचय अरे मो परिचय मु भी ठीक भाव में जानिनी कहीं ना शिशु थिबा अवस्था रे मो पिता चली गले आ मो परिचय मो माँ कटे शुणी आउ तमे जदि शुणा चाहूच ताहले शुण रंजना हाँ कह ना मो परिचय शुण ठीक अच्छी शुण परिचय मोरा